ଚିନ୍ତା କରନ୍ତୁ, ଦୁନିଆରେ ଏମିତି କିଛି ପ୍ରାଣୀ ଅଛନ୍ତି ଯେଉଁମାନଙ୍କୁ ଆପଣ ଭଲ ଭାବରେ ଜାଣନ୍ତି, ମାତ୍ର ତାଙ୍କ ବିଷୟରେ ଏମିତି କିଛି ଫ୍ୟାକ୍ଟ ରହିଛି ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ଆପଣ ଜାଣନ୍ତି କି ଏମିତି କେଉଁ ପ୍ରାଣୀ ଅଛି ଯିଏ ଗଭୀର ଜଳ ଭିତରକୁ ଯିବା ପାଇଁ ପଥରକୁ ଗିଳି ଦେଇଥାଏ? ଏମିତି କେଉଁ ଜୀବ ଅଛି ବିନା ମସ୍ତିଷ୍କ ଏବଂ ହୃତ୍ପିଣ୍ଡରେ ବଞ୍ଚି ରହେ? ଏମିତି କେଉଁ ଜୀବ ରହିଛି ଯାହାର ଫିଙ୍ଗର ପ୍ରିଣ୍ଟ ଠିକ୍ ମଣିଷ ଭଳି ହୋଇଥାଏ, ଏପରିକି ଲ୍ୟାବ୍ରେ ଚିହ୍ନଟ କରିହୁଏ ନାହିଁ ସହଜରେ? ଏଇଭଳି ମଜାଦାର ଆନିମଲ୍ ଫ୍ୟାକ୍ଟକୁ ନେଇ ଆଜିର ଏହି ଭିଡ଼ିଓ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଏବଂ ଶେଷରେ ଏମିତି ଏକ ଜୀବ ସମ୍ପର୍କରେ ଜାଣନ୍ତୁ ଯାହାର ବିଶାଳ ହୃତ୍ପିଣ୍ଡ ଶିରା ଭିତରେ ଗୋଟିଏ ଛୋଟ ଶିଶୁ ଆରାମରେ ଠିଆ ହୋଇପାରିବ। ନମସ୍କାର, ଓଡ଼ିଆ ଜ୍ଞାନକୋଷର ଆଉ ଏକ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ଫ୍ୟାକ୍ଟ ନମ୍ବର 1, ଓଟ ପକ୍ଷୀ ଦୁନିଆର ସବୁଠାରୁ ବଡ଼ ପକ୍ଷୀ, ଯିଏକି ଉଡ଼ିପାରେ ନାହିଁ, ମାତ୍ର ଘଣ୍ଟା ପ୍ରତି 70 କିଲୋମିଟର ବେଗରେ ଦୌଡ଼ିପାରେ। ଏହାର ଉଚ୍ଚତା 2.7 ମିଟର ଏବଂ ଓଜନ 159 କେଜି ପର୍ଯ୍ୟନ୍ତ ହୋଇପାରେ। ଏହାର ଅଣ୍ଡାର ଲମ୍ବ ପ୍ରାୟ 15 ସେଣ୍ଟିମିଟର ଏବଂ ଓଜନ 1.5 କେଜି ପର୍ଯ୍ୟନ୍ତ ହୋଇଥାଏ। ଫ୍ୟାକ୍ଟ ନମ୍ବର 2, ସେହିପରି ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗ ବାର୍ଡ ଅଟେ, ଯାହାର ଲମ୍ବ ପ୍ରାୟ 5 ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ। ଉଡ଼ିବା ସମୟରେ ଏହା ଏହାର ଡେଣାକୁ ସେକେଣ୍ଡ ପ୍ରତି 80ରୁ 100 ଥର ହଲାଇଥାଏ। ଏହାର ହୃତ୍ପିଣ୍ଡର ସ୍ପନ୍ଦନ ମିନିଟକୁ 615 ଥର ହୋଇଥାଏ। ଏହି ପକ୍ଷୀ ଏକମାତ୍ର ପକ୍ଷୀ ଯିଏ ପଛକୁ ମଧ୍ୟ ଉଡ଼ିପାରେ। ଫ୍ୟାକ୍ଟ ନମ୍ବର 3, ବନ୍ଧୁଗଣ, ମାଙ୍କଡ଼ ଏପରି ଏକ ଜୀବ ଯାହାର ବୁଦ୍ଧି ମଣିଷର ବୁଦ୍ଧି ଭଳି। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବୈଜ୍ଞାନିକମାନେ ପରୀକ୍ଷା ଦ୍ୱାରା ଜାଣିପାରିଛନ୍ତି କି ମାଙ୍କଡ଼ ଭିଡ଼ିଓ ଗେମ୍ ମଧ୍ୟ ଖେଳିପାରେ, ପାଟର୍ନ ଚିହ୍ନିପାରେ, ଏପରିକି କିଛି ପଜଲ୍ ମଧ୍ୟ ସଲ୍ଭ କରିପାରେ। ଫ୍ୟାକ୍ଟ ନମ୍ବର 4, ଦୁନିଆରେ ଏମିତି ଏକ ପିମ୍ପୁଡ଼ି ରହିଛି ଯାହା କାମୁଡ଼ିବା ଦ୍ୱାରା ଗୁଳି ବାଜିବା ଠାରୁ ଅଧିକ କଷ୍ଟ ହୋଇଥାଏ। ଏହି ପିମ୍ପୁଡ଼ିକୁ ବୁଲେଟ୍ ଆଣ୍ଟ ମଧ୍ୟ କୁହାଯାଇଥାଏ। ଫ୍ୟାକ୍ଟ ନମ୍ବର 5, କୁକୁରର ଶୁଣିବାର କ୍ଷମତା ମନୁଷ୍ୟଠାରୁ 10 ଗୁଣା ଅଧିକ ହୋଇଥାଏ। କୁକୁର ବହୁତ କମ୍ ଫ୍ରିକ୍ୱେନ୍ସିରେ ମଧ୍ୟ ଶୁଣିପାରେ, ଯାହାକୁ ମନୁଷ୍ୟ କେବେ ବି ଶୁଣିପାରେ ନାହିଁ। ଫ୍ୟାକ୍ଟ ନମ୍ବର 6, ଜନ୍ମ ହେବା ପରେ ଗୋଟିଏ ଜିରାଫର ଶିଶୁ ପ୍ରାୟ 6 ଫୁଟ ତଳକୁ ଖସି ପଡ଼ିଥାଏ, ମାତ୍ର ତା'ର କିଛି କ୍ଷତି ହୋଇନଥାଏ। ଏହା ପ୍ରକୃତିର ଏପରି ଏକ ନିୟମ ଯାହାଦ୍ୱାରା ଜିରାଫ ଛୁଆ ଶ୍ୱାସକ୍ରିୟା କରିପାରେ। ଫ୍ୟାକ୍ଟ ନମ୍ବର 7, କୋକିଶିଆଳେ 10 ପ୍ରକାରର ସ୍ୱର କରିପାରେ। ଏମିତି କିଛି ମଧ୍ୟ ସ୍ୱର କରିପାରେ ଯାହା ମଣିଷର ସ୍ୱର ପରି ଜଣାପଡ଼ିଥାଏ। ଫ୍ୟାକ୍ଟ ନମ୍ବର 8, ସାଧାରଣତଃ ପୁରୁଷ ମଶା କାହାକୁ କାମୁଡ଼ି ରକ୍ତ ପିଇନଥାଏ, ତାହା ଗଛଲତାର ରସ ପିଇଥାଏ, ମାତ୍ର ମାଇ ମଶା ଆମକୁ ସାଧାରଣତଃ କାମୁଡ଼ିଥାଏ। ଫ୍ୟାକ୍ଟ ନମ୍ବର 9, ଗାଈ ଠିଆ ହୋଇ ଶୋଇପାରେ, ସିଡ଼ି ଚଢ଼ିପାରେ, ମାତ୍ର ଓହ୍ଲାଇ ପାରେ ନାହିଁ। ଫ୍ୟାକ୍ଟ ନମ୍ବର 10, କୋଆଲାର ଫିଙ୍ଗର ପ୍ରିଣ୍ଟ ମନୁଷ୍ୟର ଫିଙ୍ଗର ପ୍ରିଣ୍ଟ ସହିତ ପ୍ରାୟ ମିଶିଥାଏ। ବେଳେବେଳେ କ୍ରାଇମ୍ ଲ୍ୟାବ୍ରେ ଏହା ଚିହ୍ନଟ କରିବାରେ ବହୁତ ଅସୁବିଧା ହୁଏ କି ଏହି ଫିଙ୍ଗର ପ୍ରିଣ୍ଟ ମନୁଷ୍ୟର ନା କୋଆଲାର। ଫ୍ୟାକ୍ଟ ନମ୍ବର 11, ମହୁମାଛି ଏମିତି ଏକ ଜୀବ ଯାହାର 5ଟି ଆଖି ରହିଛି, 2ଟି ବଡ଼ ଆଖି ଏବଂ 3ଟି ଛୋଟ ଆଖି। ଫ୍ୟାକ୍ଟ ନମ୍ବର 12, ପ୍ରଜାପତି ନିଜ ପାଦ ଦ୍ୱାରା କୌଣସି ଜିନିଷର ସ୍ୱାଦ ବାରିପାରିଥାଏ। ଫ୍ୟାକ୍ଟ ନମ୍ବର 13, ଜେଲିଫିଶ୍ର ହୃତ୍ପିଣ୍ଡ କି ମସ୍ତିଷ୍କ କିଛି ନଥାଏ। ଜେଲିଫିଶ୍ର ଶରୀରରେ ସାଧାରଣତଃ 98% ପାଣି ରହିଥାଏ। ଫ୍ୟାକ୍ଟ ନମ୍ବର 14, କୁମ୍ଭୀର ଗଭୀର ପାଣି ଭିତରକୁ ଯିବା ପାଇଁ ପଥରକୁ ଗିଳି ଦେଇଥାଏ, ଯାହାଦ୍ୱାରା ତା'ର ଶରୀର ଅଧିକ ଓଜନିଆ ହୋଇଯାଏ ଏବଂ ତାହା ସହଜରେ ପାଣି ଭିତରକୁ ଯାଇପାରେ। ଫ୍ୟାକ୍ଟ ନମ୍ବର 15, ବ୍ଲୁ ହ୍ୱେଲ୍ର ଶରୀର 30 ମିଟରରୁ ଅଧିକ ଲମ୍ବ ଏବଂ ତା'ର ଓଜନ
1,30,000 କେଜିରୁ ଅଧିକ ମଧ୍ୟ ହୋଇପାରେ ଏବଂ ଏହାର ହୃତ୍ପିଣ୍ଡ ଏତେ ବିରାଟ କି ସେଥିରେ ଥିବା ଶିରା ଆଉ ଧମନୀରେ ଗୋଟିଏ ଛୋଟ ପିଲା ଆରାମରେ ଠିଆ ହୋଇପାରିବ। ଏ ଥିଲା ପାର୍ଟ 1 ଭିଡ଼ିଓ। ପାର୍ଟ 2 ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଏମିତି ଏକ ପ୍ରାଣୀ ଯାହାର ରକ୍ତର ରଙ୍ଗ ନୀଳ, ସବୁଜ, ବାଇଗଣୀ ମଧ୍ୟ ହୋଇଥାଏ। ଏମିତି ଏକ ପ୍ରାଣୀ ଯିଏ ମନୁଷ୍ୟ ପରି ଗଣିପାରେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ ଏବଂ ଏହି ପାର୍ଟ 1 ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଏହାକୁ ଲାଇକ୍, ସେୟାର ଏବଂ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଏବଂ ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ନମସ୍କାର।